ପିଲାମାନେ ଏହା ହେଉଛି ତୁମର ସमेଟିଭ୍ ଆସେସମେଣ୍ଟ 1ର ସମସ୍ତ ରିଏଲ୍ ପ୍ରଶ୍ନପତ୍ର ଗୁଡ଼ିକ ଅଛି। ଠିକ୍ ଅଛି, ଏହା ହେଉଛି ବିଷୟ ଇତିହାସ ଆଉ ଶ୍ରେଣୀ ହେଉଛି ଅଷ୍ଟମ, ସମୟ 1 ଘଣ୍ଟା। ଠିକ୍ ଅଛି, ଆମେ ଦେଖେଇଛୁ ଏଠାରେ ଅଛି ତୁମର ଲେଖିବ ପରୀକ୍ଷାର୍ଥୀଙ୍କ ନାମ, ଏଇଠି ତୁମର ନାମ ଲେଖିବ। ତାପରେ ଏଇଠି ଅଛି ପରୀକ୍ଷାର୍ଥୀଙ୍କ ରୋଲ୍ ନମ୍ବର, ଏଇଠି ତୁମର ରୋଲ୍ ନମ୍ବର ଲେଖିବ। ତାପରେ ଏଇଠି ଲେଖିବ ତୁମର ବିଦ୍ୟାଳୟର ନାମ। ଠିକ୍ ଅଛି, ତାପରେ ଏଇଠି ଲେଖିବ ତାରିଖ ଯେଉଁଦିନ ତୁମ ଏଇ ପରୀକ୍ଷାଟି ଦେବ। ଠିକ୍ ଅଛି, ତାପରେ ଏଇଠି ଏହା ହେଉଛି ତୁମ ଶିକ୍ଷକଙ୍କ କାମ, ଏଇଠି ତୁମ ଶିକ୍ଷକ ଏଇଠି ଦେବେ ମାର୍କ। ଠିକ୍ ଅଛି, ତାପରେ ଏଇଠି ସେ ଦସ୍ତଖତ କରିବେ ତୁମର ଶିକ୍ଷକ। ତାପରେ ଏଇଠି ଅଛି ପୂର୍ଣ୍ଣାଙ୍ଗ 25 ମାର୍କ ହେବ। ଠିକ୍ ଅଛି, ଏବଂ ଏଇ ଖାଲି ଘରେ କେତେ ମାର୍କ ଆଣିବ ସେ 25 ମାର୍କରୁ ତୁମର ଶିକ୍ଷକ ଦେବେ। ଠିକ୍ ଅଛି, ଦେଖିବା ପ୍ରଥମ ପ୍ରଶ୍ନ କ'ଣ ଅଛି। ଯେକୌଣସି ଗୋଟିଏ ପ୍ରଶ୍ନର ଉତ୍ତର ଲେଖ, ଯେକୌଣସି ଗୋଟିଏ ପ୍ରଶ୍ନର ଉତ୍ତର ଲେଖ। ଅର୍ଥାତ୍ ଏଇଠି ଦୁଇଟି ପ୍ରଶ୍ନ ଅଛି, କ ଏବଂ ଖ। ଠିକ୍ ଅଛି, ଏଇ ଦୁଇଟିରୁ ଗୋଟିଏ ପ୍ରଶ୍ନର ଉତ୍ତର ଦେବ। ମାତ୍ର 4ଟି ବାକ୍ୟରେ ଦେବ। ଧ୍ୟାନ ଦେବ ପିଲାମାନେ, 4 ଗୋଟି ବାକ୍ୟ ନିଶ୍ଚୟ ହେବ। ଠିକ୍ ଅଛି, 3 ଗୋଟିରୁ 4 ଗୋଟି ମଧ୍ୟରେ ଦେବ ଉତ୍ତର। ପ୍ରଥମ ପ୍ରଶ୍ନ ଅଛି, ସିପାହୀ ବିଦ୍ରୋହର ସାମାଜିକ ଓ ଅର୍ଥନୈତିକ କାରଣ ଲେଖ। ଅତି ସୁନ୍ଦର ପ୍ରଶ୍ନ। ଠିକ୍ ଅଛି, ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି, ରାଜସ୍ୱତ୍ୱ ଲୋପ ନୀତି କିଏ ପ୍ରଣୟନ କରିଥିଲେ? ଏହି ନୀତିରେ କି ବ୍ୟବସ୍ଥା ଥିଲା? ଅତି ସୁନ୍ଦର ପ୍ରଶ୍ନ। ଠିକ୍ ଅଛି, ତାପରେ ପରବର୍ତ୍ତୀ ପ୍ରଶ୍ନ ଅଛି, ଯେକୌଣସି 2ଟି ପ୍ରଶ୍ନର ଉତ୍ତର ଲେଖ। ମାତ୍ର 2ଟି ପ୍ରଶ୍ନର ଉତ୍ତର ଦେବ ପିଲାମାନେ। ଠିକ୍ ଅଛି, ସବୁ ପ୍ରଶ୍ନର ଉତ୍ତର ଦେବ ନାହିଁ, ଅଯଥା ହଇରାଣ ହେବ। ଠିକ୍ ଅଛି, ଏଇଠି 3ଟି ଅଛି, କ, ଖ ଏବଂ ଗ 3ଟି ଅଛି। ଏ 3ଟିରୁ 2ଟି ପ୍ରଶ୍ନର ଉତ୍ତର ଦେବ। ପ୍ରଥମ ପ୍ରଶ୍ନ ଅଛି, ବ୍ରାହ୍ମ ସମାଜ ପ୍ରତିଷ୍ଠା ପଛରେ କି ପ୍ରମୁଖ ଉଦ୍ଦେଶ୍ୟ ରହିଥିଲା? ଅତି ସୁନ୍ଦର ପ୍ରଶ୍ନ। ତାପରେ ଏହାର ପରବର୍ତ୍ତୀ ପ୍ରଶ୍ନ ଅଛି, ମୋଗଲ ଶାସନ କାଳରେ ପ୍ରାଦେଶିକ ଶାସନ ବ୍ୟବସ୍ଥା କାହା ଉପରେ ନ୍ୟସ୍ତ ଥିଲା? ସେମାନେ କି କାର୍ଯ୍ୟ କରୁଥିଲେ? ଅତି ସୁନ୍ଦର ପ୍ରଶ୍ନ, ବେଶୀ କିଛି ମାନେ କଠିନ ନୁହେଁ, ଅତି ସରଳ ପ୍ରଶ୍ନ। ଠିକ୍ ଅଛି, ତାପରେ ପରବର୍ତ୍ତୀ ପ୍ରଶ୍ନ ଅଛି, ବେଠି କ'ଣ? ବେଠି ବିରୋଧରେ କିଏ ଏକ ମେଳି କରିଥିଲେ? ଅତି ସୁନ୍ଦର ପ୍ରଶ୍ନ। ଠିକ୍ ଅଛି, ପରବର୍ତ୍ତୀ ପ୍ରଶ୍ନ ଦେଖିବା। ରେଖାଙ୍କିତ ପଦ ବଦଳାଇ ବାକ୍ୟଟି ସଜାଡ଼ି ଲେଖ। ପିଲାମାନେ ଏଇଠି ଅଛି ରେଖାଙ୍କିତ ପଦ, ଏହାକୁ ସମ୍ପୂର୍ଣ୍ଣ ବଦଳାଇ ଦେବ ଏବଂ ଅନ୍ୟ ଯେଉଁ ଅଛି ଯେଉଁ ବାକ୍ୟରେ ଯେଉଁ ଶବ୍ଦ ଗୁଡ଼ିକରେ ରେଖାଙ୍କିତ ନାହିଁ ସେହି ପଦ ଗୁଡ଼ିକୁ ତୁମେ ବଦଳାଇ ପାରିବ ନାହିଁ, କେବଳ ରେଖାଙ୍କିତ ଶବ୍ଦକୁ ହିଁ ତୁମେ ବଦଳାଇ ଲେଖିବ ଏଇଠି। ଠିକ୍ ଅଛି, ଏଇଠି ଅଛି ୱାଜିର ପଦବୀ ମୋଗଲ ଶାସନ କାଳରେ ରାଜସ୍ୱ ଆଦାୟକାରୀଙ୍କୁ ବୁଝାଉଥିଲା। ଏଠାରେ ରେଖାଙ୍କିତ ପଦ ଅଛି ୱାଜିର ପଦବୀ। ତୁମେ ଏହାକୁ ହିଁ ପରିବର୍ତ୍ତନ କରିପାରିବ ଏହି ଶବ୍ଦକୁ। ଠିକ୍ ଅଛି, ପରବର୍ତ୍ତୀ ପ୍ରଶ୍ନ ଅଛି, ଫୋର୍ଟ ସେଣ୍ଟ ଜର୍ଜ କଲିକତାରେ ଅବସ୍ଥିତ। ଫୋର୍ଟ ସେଣ୍ଟ ଜର୍ଜ କଲିକତାରେ ଅବସ୍ଥିତ। ଏହା କଲିକତାରେ କ'ଣ ଅବସ୍ଥିତ? ଏହାକୁ ତୁମେ ପରିବର୍ତ୍ତନ କରିପାରିବ। ତାପରେ ଗ ନମ୍ବର ଅଛି, ନିୟାମକ ଆଇନ। ଏହା ତଳେ ରେଖାଙ୍କିତ ଅଛି, ଏହାକୁ ତୁମେ ବଦଳାଇ ଦେଇ ଲେଖିବ। ତାପରେ ଅଛି, ଭାରତ ପାର୍ଲାମେଣ୍ଟରେ ଗୃହୀତ ହୋଇଥିଲା। ଠିକ୍ ଅଛି, ତାପରେ ପରବର୍ତ୍ତୀ ପ୍ରଶ୍ନ ଦେଖିବା। ବନ୍ଧନୀ ମଧ୍ୟରୁ ଉପଯୁକ୍ତ ଶବ୍ଦବାଚୀ ଶୂନ୍ୟସ୍ଥାନ ପୂରଣ କର। ବନ୍ଧନୀ ମଧ୍ୟରେ ଏହାର ଉତ୍ତର ଅଛି, କେଉଁଟି ହେବ ତାହାକୁ ଆଣି ଉତ୍ତରରେ ଅର୍ଥାତ୍ ଶୂନ୍ୟସ୍ଥାନରେ ପୂରଣ କରିବ। ଠିକ୍ ଅଛି, ପ୍ରଥମ ପ୍ରଶ୍ନ ଅଛି, ରାମକୃଷ୍ଣ ମିଶନ ଡେସ୍କ ମସିହାରେ ସ୍ଥାପିତ ହୋଇଥିଲା। ଏଇଠି ମସିହା ଅଛି 1863, 1902, 1897, 1899। କେଉଁଟି ହେବ ତାହା ତୁମେ ଏଇଠି ଲେଖିବ। ଠିକ୍ ଅଛି, ତାପରେ ପରବର୍ତ୍ତୀ ପ୍ରଶ୍ନ ଅଛି, ଟିପୁ ସୁଲତାନ ଡେସ୍କ ମସିହାରେ ଯୁଦ୍ଧରେ ନିହତ ହେଲେ। ଟିପୁ ସୁଲତାନ ଡେସ୍କ ମସିହାରେ ଯୁଦ୍ଧରେ ନିହତ ହେଲେ। ଏଠାରେ ଅପସନ୍ ଅଛି 1790, 1761, 1799, 1800। ଠିକ୍ ଅଛି, କେଉଁଟି ହେବ ଏଠାରେ ଶୂନ୍ୟସ୍ଥାନ ପୂରଣ କରିବ। ଠିକ୍ ଅଛି, ପରବର୍ତ୍ତୀ ପ୍ରଶ୍ନ ଦେଖିବା। ସମ୍ଭାବ୍ୟ ଉତ୍ତର ପାଖରେ ଠିକ୍ ଚିହ୍ନ ଦିଅ। କେଉଁଠି ଉତ୍ତର ସମ୍ଭବ ସେଇଠି ଠିକ୍ ଉତ୍ତର ଦେବ। ପ୍ରଶ୍ନ ଅଛି,
किए मैसूर बाघ नाम सुपरिचित। अति सुंदर प्रश्न। एठार ऑप्शन अच्छी हैदर अली, टीपू सुल्तान, राजा राम, अली वर्दी खां। पे एठारे जोटी ठीक अच्छी से घरे ठीक चिन्ह देव। परवर्ती प्रश्न अच्छी तृतीय पानीपथ युद्ध क्यों माने पराजित होइथिले? क्यों माने पराजित होइथिले? एठार ऑप्शन अच्छी सिख, मोगल, अफगान, मरहट्टा। एठारे जोटी ठीक से घरे ही ठीक चिन्ह देव। परवर्ती प्रश्न अच्छी गोटे वाक्य उत्तर लेख। गोटे वाक्य यार उत्तर लिखिब। प्रश्न अच्छी लोकसभार किए अध्यक्षता करती? लोकसभा किए अध्यक्षता करती? गोटे वाक्य उत्तर लिखिब। परवर्ती प्रश्न अच्छी भारतर संवैधानिक राष्ट्र मुख्य किए? भारतर संवैधानिक राष्ट्र मुख्य किए? एटार सठिक उत्तरटी कौन हम लिखिब। ठीक अच्छे। परवर्ती प्रश्न अच्छी राष्ट्रपति कार्यकाल केते वर्ष? राष्ट्रपति कार्यकाल केते वर्ष? गोटे वाक्य यार उत्तर लिखिब। परवर्ती प्रश्न देखा जेकोसी गोटे प्रश्नर उत्तर लेख। गोटे प्रश्नर उत्तर लिख। एठारे दुईटी प्रश्न अच्छी तुम दुईटू गोटे प्रश्नर उत्तर लिखिब। प्रश्न अच्छी कोरम कहले तुम्हें कौन बुझ? कोरम कहले तुम्हें कौन बुझ? परवर्ती प्रश्नटी अच्छी संसदर प्ररोग घोषणा किए करती और केते बेले? अति सुंदर प्रश्न। ये दुईटी अच्छी दुईटी मध्य तुम्हें गोटे प्रश्नर उत्तर देव। ठीक अच्छे। आग को जीवा आमे देखा गोटे वाक्यर उत्तर देव। गोटे वाक्यर उत्तर देव। जरूरी परिस्थिति किए घोषणा करती? जरूरी परिस्थिति किए घोषणा करती? गोटे वाक्यर उत्तर लिखिब। तापर परवर्ती प्रश्नटी अच्छी शून्यकाल कहले कौन बुझ? शून्यकाल कहले कौन बुझ? गोटे वाक्य उत्तर लिखे पे। ठीक अच्छे। तापर अच्छी राज्यसभार अध्यक्ष किए? राज्यसभार अध्यक्ष किए? तुम्हें गोटे वाक्य उत्तर लिखिब। परवर्ती प्रश्न अच्छी राष्ट्रपति शासन कौन? राष्ट्रपति शासन कौन? तुम्हें गोटे वाक्य उत्तर लिखिब। ठीक अच्छे। तापर अच्छी योजना आयोगर परिवर्तन नाम कौन? योजना आयोगर परिवर्तित नाम कौन? अति सुंदर प्रश्न। धन्यवाद पिला माने। तुमको जो प्रश्नटी जो उत्तरटी कठिन लगे निश्चय तुम्हें कमेंट करेंगे पिला माने। आमे यथाशीघ्र से प्रश्नर उत्तर आमे देबू। ठीक अच्छे। आउ जदि तुमको ये वीडियोटी भल लगे निश्चय तुम्हें कमेंट कर शेयर कर आम ई चैनलटी एपरी वीडियो देखिबा पई निश्चय सब्सक्राइब कर। धन्यवाद।